ଆଇସ୍ ଗାଏ ଦେଖନ୍ତୁ ଆମ ନିନି କେମିତି ଦୋଳି ଖେଳୁଛି ଆଜି। ସେ ଗୋଟେ ଘଣ୍ଟା ହେଲାନି ଦୋଳି ଖେଳୁଛି। ସେ ଦୋଳିରୁ ଓହ୍ଲେଇବା ପାଇଁ ନାଁ ନେଉନି। ଯେତେ ଯାହା କଲେ ବି ସେ ଦୋଳିରୁ ଓହ୍ଲୁନି। ଯେତେ ଡାକିଲେ ବି ଦୋଳିରୁ ଓହ୍ଲୁନି। ଦୋଳିରୁ ସବୁ ଛୁଆ ଗଲେନି ତଥାପି ସେ ଦୋଳିରୁ ଓହ୍ଲୁନି। ଦେଖନ୍ତୁ କେତେ ମାନେ କେମିତି ଦୋଳି ଖେଳୁଛି ସେ। ଗୋଟେ ଘଣ୍ଟା ହେଲାନି ଦୋଳି ଖେଳୁଛି। ଏ ନିନି ହାଏ ଏମା ଏପଟେ ଅନେଇଲ। ଦେଖ ସବୁ ସେ ଟୋଟାଲ ଜମାରୁ ଅନେଇବନି ଏପଟେ। ହଁ ମୁଁ ଯେତେ ଡାକିନି ବି ଅନେଇବ। ନିନି ଏପଟେ ଅନାଅ ଅନାଅ। ନାଇଁ ନା ଅନେଇଲା। ଏଇନା ସେ ବର୍ତ୍ତମାନ ଟିକେ ଅନେଇଲା। ଦେଖନ୍ତୁ ଦେଖନ୍ତୁ ସେମାନେ ଗୋଟେ ଘଣ୍ଟା ହେଲାନି ଦୋଳି ଖେଳୁଛି। ବେଶୀ ହେବ ପଛେ କମ୍ ହେବନି। ଯେତେ ମାନେ ବହୁତ ଛୁଆ ଖେଳୁଥିଲେ ସବୁ ଓହ୍ଲିଗଲେନି ତଥାପି ସେ ଦୋଳିରୁ ଓହ୍ଲୁଛନ୍ତି। ସେମାନେ ଦୋଳି ଖେଳିଲା ମାନେ ସେ କାହାକି ବି ମାନେ ଆଉ ସିଏ ଅନେଇବନି କି ସେ ଦୋଳିରୁ ଓହ୍ଲିବା ପାଇଁ ନାଁ ନେବନି। ଏ ଦୋଳି ବନ୍ଦ ହେଇଗଲା। ଏନେ ଦେଖ ମୁଣ୍ଡ ହଲେଇ ଦେଉଛି। ଓହ୍ଲି ପଡ଼ ନିନି ଏ ମା ଓହ୍ଲି ପଡ଼ ଓହ୍ଲି ପଡ଼। ଦେଖ ଏ ବାବୁ ତୁମେ ଓହ୍ଲି ପଡ଼ ସେ ଓହ୍ଲି ପଡ଼ିବ। ବାବୁ ତୁମେ ଓହ୍ଲି ପଡ଼ ସେ ଓହ୍ଲି ପଡ଼ିବ। ଦେଖ ଓହ୍ଲ 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 ଓହ୍ଲି ପଡ଼ ସେ ବି ଏଇନା ଓହ୍ଲି ପଡ଼ିବ। ନିନି ଓହ୍ଲ ମା ଓହ୍ଲି ପଡ଼ ଓହ୍ଲି ପଡ଼ ଓହ୍ଲି ପଡ଼। ଦେଖ ସେ ଆସୁଛନ୍ତି ସେଠି ମାନେ ଧରିକି ସେ ରହୁଛି। ସେ ଛୁଆଟାକୁ ସେ ଚିହ୍ନିନି ହେଲା। ସେ ଛୁଆଟାକୁ ମାନେ ନୂଆ ଦେଖୁଛି ହେଲେ ବି ଡରୁନି ସିଏ। ଦୋଳି ଖେଳିବ ପରା। ଦୋଳି ଖେଳିବ ମାନେ ସେ କାହାକି ଡରିବନି। ସେ ଏକ୍ସ ୱାଇ ଜେଡ୍ ଜେଡ଼ି ଯିଏ ବି ଆସୁ ତାକୁ ଡରିବନି। ଦେଖ ସେ ଟୋଟାଲି ମାନେ ଛାଡ଼ିଲାନି। ଠିକ୍ ଆଉ ଥରେ ଖେଳିବ ଦୋଳି। ଦେଖ ହଉ ଠିକ୍ ଅଛି ଆଉ ଥରେ ଖେଳିଦିଅ। ଆଉ ଥରେ ଏଇନା ସିଏ ବର୍ତ୍ତମାନ ଖେଳିବ। ଦେଖ ସେ ତ ଏଇଟା ମିଶା 7 ଥର କେତେ ଖେଳି ସାରିଲାନି ସେଇ ଦୋଳିଟାରେ। ସେଇ ମାନେ ଏଇଟା କ'ଣ ଦୋଳିଟା ଛୋଟ ଛୁଆମାନଙ୍କର ଯେଉଁ ମାନେ ଡ୍ରାଗନ୍ ଦୋଳି କ'ଣ ହେଇଥିବ ଡ୍ରାଗନ୍ ଦୋଳି। ଏ ଡ୍ରାଗନ୍ ଦୋଳି ସେଇ ଥରେ ଖେଳିକି ଓହ୍ଲେଇ ଦିଆହେଲା ଯେଉଁ କାନ୍ଦରେ ବାବା ଏତେ କାନ୍ଦ ପୁରା କାନ୍ଦିକି ପୁରା ଗଡ଼ିଗଲା। ଆଉ ଥରେ ଦେଖ ଦୋଳିରେ ବସେଇଛୁ ନା ଆଖିରେ ଲୁହ ବି ନାହିଁ। ଦେଖ କ'ଣ କହୁଛି ଦେଖ ଏ ମା କ'ଣ କହୁଛ ନିନି ନିନି ଏପଟେ ଏପଟେ ମା ଏପଟେ ଏପଟେ। ଦେଖନ୍ତୁ କେମିତି ଦୋଳି ଖେଳୁଛି ସେ। ମାନେ ଦୋଳି ଖେଳୁଥିବ ଯଦି ତା ଭୋକ ବି ଲାଗିବନି ତାକୁ ନିଦ ବି ଲାଗିବନି ତାକୁ ଶୋଷ ବି ଲାଗିବନି। ତା ମାଆ ପାଖକୁ ବି ଯିବନି। ତା ବାପା ପାଖକୁ ବି ଯିବନି। ସେ କାହାରି ପାଖକୁ ବି ଯିବ। ମୁଁ ଡାକୁଛି ଦେଖ ମୋ କଥା ବି ଶୁଣୁନି। ମାନେ ଏମିତି ଦୋଳି ଖେଳୁଛି ସିଏ। ଦୋଳି ଖେଳୁଥିବ 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 ତୁମେ ଦିନମାନ ବି ତାକୁ ଦୋଳିରେ ବସେଇଦେବ ସେ ଜମାରୁ ଦୋଳିରୁ ଓହ୍ଲିବ ନାହିଁ। ଦେଖ ଦୋଳିରେ ଫାଙ୍କା ହେଇଗଲେନି ଛୁଆ। ଦୋଳିରୁ କେହି ଖେଳି କରିତେନି ଛୋଟ ଛୁଆମାନେ। ଦେଖ ସିଏ ଖେଳୁଛି। ଯେହେତୁ ଆମେ କୁଣିଆ ଆସିଛୁ ପଦମପୁର ତାଙ୍କ ରଜ ମହୋତ୍ସବ ବହୁତ ଭଲରେ ପାଳନ କରନ୍ତି ଏପଟେ। ଏପଟେ ରଜ ମାନେ ଏମିତି ପ୍ରକାର ପାଳନ କରନ୍ତି ଆପଣମାନେ ପୁରା ମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଯେହେତୁ ବହୁତ ବଢ଼ିଆ ପାଳନ କରନ୍ତି। ପଦମପୁର କେନ୍ଦୁଝର ଲାଇନ୍ଟା ତ ପୁରାପୁରି ପଦମପୁର ଆନ୍ଦପୁର ଆଉ ଘଟଗାଁ ସବୁଆଡ଼େ ବହୁତ ବଢ଼ିଆ ମାନେ ଦୋଳି ପାଳନ କରନ୍ତି। ମାନେ ଦୋଳି ନେଇ ତ ରଜ ପାଳନ କରନ୍ତି। ଦୋଳି ମାନେ ବହୁତ ପ୍ରକାର ଭେରାଇଟି ଦୋଳି ଏଠି ମାନେ ଆଣିକି ରଖିଥାନ୍ତି ସେମାନେ। ବହୁତ ବଢ଼ିଆ ଦୋଳି ଦେଖିବା ପାଇଁ ପାଇବେ। ଛୋଟ ଛୁଆରୁ ବଡ଼ ଛୁଆ ପର୍ଯ୍ୟନ୍ତ ଦୋଳି ଖେଳୁଥିବେ। ମାନେ ଦୋଳିର ପୁରା ଅଭାବ ନାହିଁ। ବହୁତ ବଡ଼ ଜାଗାରେ ଦୋଳି ଖେଳୁଛନ୍ତି। ଏଇ ଦୋଳିରେ ରଜ ମାନେ ନା ତା ଗାଡ଼ି ରହିଗଲା ଅଟକିଗଲା। ଇନା ନିନି ଓହ୍ଲି ପଡ଼ ଇନା ତାକୁ ଓହ୍ଲେଇ ଦେବା। ସେ ବହୁତ ମାନେ 2 ଘଣ୍ଟା ହେଇ ଖୋଜିଲାନି ସେ ଦୋଳି ଖେଳୁଛି। ଆଉ ଛୁଆମାନେ ଖେଳିବେ ନା ନାହିଁ। ସେ ନେଟକି କିରିଛି ଦେଖ ଦୋଳି ଟୋଟାଲି ଓହ୍ଲୁନି। ଯେତେ ନାଇଁ ଏଇ ଦେଖ ଓହ୍ଲି କହୁଛନ୍ତି ଏଇ ଦେଖ ଜବରଦସ୍ତ କରି ଛଡ଼ା ହେଉଛି। ଯାଉ ନା କାନ୍ଦିଲାନି। ନା ବହୁତ କାନ୍ଦେ ଖାଲି ଦୋଳିରୁ ଓହ୍ଲେଇଲା ମାନେ କାନ୍ଦି ପଡ଼ିବ। ଏଇ ଦେଖ ହାଏ ମା ଏପଟେ ମା ଅନେଇଲ ମାନେ ଶୁଣିବନି ସିଏ। ସେ ଦୋଳିକୁ ନି ଅନଉଛି ଦେଖ। ସେ ଦୋଳିରୁ ଆଣିଲେ ନା ତା ମା ବାପକୁ ଆଣିଲେ। ଏପଟେ ବିଶ୍ୱାସ କର ପଦମପୁର ଏତେ ବଡ଼ ଜାଗାଟା ତାଙ୍କର ପକେଇଛନ୍ତି ମେଳାଟା ଆପଣ ବୁଲିକି ଥକିଯିବେ। ଦେଖନ୍ତୁ ବର୍ତ୍ତମାନ ଏଠି ଲୋକ ନାଇଁନି। ଏଇନା ଲୋକ ଗୋଟେ ଗୋଟେ ଆସୁଛନ୍ତି। ଏଠି ତାଙ୍କର ହେଲା ମହୋତ୍ସବ ହୁଏ। ଡେଲି ରାତିରେ ହେବ ମହୋତ୍ସବ। ଏଇନା ଆଉ ଟିକେ ହେଲେ ହେବ। ଏ ଦେଖ ରାମଦୋଳି ବହୁତ ବଡ଼ ଦୋଳି। ଯେହେତୁ ରାମଦୋଳି କୁହନ୍ତି ଆମ ଶ୍ରୀରାମଙ୍କର ଦୋଳି କୁହନ୍ତି। ଏ ଛୋଟ ଛୁଆମାନଙ୍କର ଦୋଳି ଯେଉଁ ଗାଡ଼ି ଦୋଳି ଇଏ ହେଲା ଡ୍ରାଗନ୍ ଦୋଳି। ଏସବୁ ଏ ଦୋଳିରେ ଯେଉଁ ନାଚୁଥିଲେ ଛୁଆମାନେ ନାଚନ୍ତି। ଏଇ ଦେଖ ଏପଟେ ସବୁ ମୀନା ବଜାର ବି ଆସିଛି। ମୀନା ବଜାର ହାଲକା ପଡ଼ିଛି। ହେଲେ ଦୋଳି ଏପଟେ ବହୁତ ଦେଖିତେ ପାଇବ। ଦୋଳି ବହୁତ ବଡ଼ ବଡ଼ ଦୋଳି ଡ୍ରାଗନ୍ ଦୋଳି। ତାପରେ ଏସବୁ ଦୋଳିକା ନାଁ ବି ମୁଁ ଜାଣିନି। ଖାଲି ଏଟା ଟିକେ ଶୁଣିଛି ଏଟା କେଉଁ ଦୋଳି ଡ୍ରାଗନ୍ ଦୋଳି କହିଲା ବେଳେ ମୁଁ ଜାଣିଛି ନହେଲେ ଜାଣିନି। ଦେଖନ୍ତୁ ଚେୟାର ଫେୟାର ସବୁ ପଡ଼ିଛି ମହୋତ୍ସବ ହୁଏ। ପୁରା ମାନେ ଗୀତ ନାଚ ପୁରା ଏଠି ନା ପୁରା ମୌଜ ମସ୍ତି। ଏ ତ ସନ୍ଧ୍ୟା ହେଇନି। ହାଲକା ହାଲକା ସନ୍ଧ୍ୟା ହେଇଛି। ବର୍ତ୍ତମାନ ଲାଇଟ୍ ଟିକେ ଟିକେ ଦେଇଛନ୍ତି। ଆଉ ଟିକେ ପରେ ଗୋଟେ ଘଣ୍ଟା ପରେ ଦେଖିବେ। ଆମ ଘର ସେଠି ହେଲା ମାଉସୀ ଘର ସେଠି। ଆଉ ଆମେ ଯାଇଥିଲୁ ବୁଲିବା ପାଇଁ। ଆଉ ବୁଲି ଯାଇଥିଲୁ। ଆଉ ରଜ ଯେହେତୁ ବହୁତ ବର୍ଷ ହେଇଗଲା ଆମେ ତାଙ୍କ ଘରକୁ ଯାଇନଥିଲୁ। ସେଥିପାଇଁ ଏ ବର୍ଷ ସେମାନେ ଆମକୁ ଡାକିଲେ ଯାଇଥିଲୁ। ଦେଖ ଏତେ ବଡ଼ ଜାଗାଟା ବିଶ୍ୱାସ କରିବନି ଆପଣମାନେ। ମାନେ ଏପଟେ ବୁଲି ବୁଲି ଥକିଯିବେ। ବହୁତ ପ୍ରକାର ଭେରାଇଟି ଦୋଳି ଆସିଛି। ଆଉ ମୀନା ବଜାର ବି ପଡ଼ିଛି। ଆଉ ଛୋଟ ଛୁଆମାନଙ୍କ ଦୋଳି ବଡ଼ ଛୁଆମାନଙ୍କ ଦୋଳି। ପଦମପୁର ରଜ ମହୋତ୍ସବ ବହୁତ ଭାବରେ ବିଖ୍ୟାତ ଏ ଜାଗା ପୁରା ଦୋଳିରେ ଆଉ ତାଙ୍କ ରଜ ଇଏରେ। ଏ ଦେଖ ଛୋଟ ଛୁଆମାନଙ୍କର କେମିତି ଖେଳନା ବିକ୍ରି ହେଉଛି। ସେ ବେଲୁନ୍ ଟାଇପ୍ର ଡୋରେମନ୍ ବେଲୁନ୍ ସେ ଘୋଡ଼ା ବେଲୁନ୍ ହଂସ ବେଲୁନ୍ କୁକୁଡ଼ା ବେଲୁନ୍ ଏସବୁ ବିକ୍ରି ହେଉଛି। ଦେଖନ୍ତୁ ବହୁତ ବଢ଼ିଆ ହେଇଛି ନଜାରା। ବିଶ୍ୱାସ କରିବେ ଦିନେ ଏ ବର୍ଷ ତ ରଜ ଚାଲିଗଲା। ଆସୁଛି ବର୍ଷ ରଜରେ ଆପଣମାନେ ଆସିବେ ପଦମପୁର
ମହୋତ୍ସବ ଦେଖିବେ, ରଜ ମହୋତ୍ସବ ଦେଖିବେ କେମିତି ଲାଗିବ, ବହୁତ ବହୁତ ବଢ଼ିଆ ଲାଗିବ। ଏଠି ସବୁ ଦେଖ ଲାଇଟ୍ରେ ସବୁ ଲୋକମାନେ ଫଟୋ ଉଠାନ୍ତି। ଏଠି ଫଟୋ ମାନେ ଆଉ ଟିକେ ହେଲା ମାନେ ଏଠି ତୁମେ ବିଶ୍ୱାସ କରିବନି, ମାନେ ଫଟୋ ଉଠାଇବା ପାଇଁ ଜାଗା ପାଇବନି। ଇଏ ବନେ ସିଏ ଇଏ ଜଣ ଉଠାଉଥିବ, ସେ ଜଣ ଉଠାଉଥିବେ। ଇଏ ହେଲା ତାଙ୍କ ଗେଟ୍, ଦେଖନ୍ତୁ ଗେଟ୍ ବହୁତ ବଢ଼ିଆ ହେଇଛି। ଏଇନା ସବୁ ଭାଇ ଭଉଣୀମାନେ ଆସୁଛନ୍ତି ଦୋଳି ଖେଳିବା ପାଇଁ। ରାତିରେ ପୁରାପୁରି ମାନେ ବହୁତ ସୁନ୍ଦର ଜାଗାଟା, ରାତିରେ ପୁରା ଚମକେ ଜାଗା। ଦେଖ ଏସବୁ ଲାଇଟ୍କୁ ଧରିକି ଫଟୋ ଉଠାଉଛନ୍ତି ଭାଇମାନେ, ଦେଖନ୍ତୁ କେମିତି ହେଇଛି, ବହୁତ ଭଲ। ଏସବୁ ହେଲା ତାଙ୍କର ମାନେ ବହୁତ ବଢ଼ିଆ ଗେଟ୍ଟା ବନେଇଛନ୍ତି, ଦେଖୁଛନ୍ତି ସବୁ ଜଣେ ଜଣେ କରି ଲୋକ ଆସୁଛନ୍ତି ରଜଦୋଳିର ମଜା ନେବା ପାଇଁ। ଦେଖନ୍ତୁ କେତେ ଭଲ ହେଇଛି। ଇଏ ହେଲା ତାଙ୍କ ଗେଟ୍, ଏଇଠୁ ଆପଣ ଏଣ୍ଟ୍ରି କରିବେ, ପ୍ରଥମେ ଢୋକିବେ। ଏଇ ଦେଖ ପଛପଟେ କେମିତି ହେଇଛି ରଜ ମହୋତ୍ସବ, ବହୁତ ଭଲ ହେଇଛି ଭାଇ। ଆପଣମାନେ ବି ଆସିବେ। ଏ ବର୍ଷ ତ ରଜ ଚାଲିଗଲା, ଆର ବର୍ଷ ଆସିବେ, ଦେଖିବେ କେମିତି ଲାଗୁଛି। କେମିତି ଲାଗିଲା ମୋ ଭିଡ଼ିଓ ଆପଣ ଭାଇ ଲାଇକ୍ ଆଉ କମେଣ୍ଟ କରି ସେୟାର କରି ଜଣେଇବେ। ଧନ୍ୟବାଦ।